বাছি কিয়ে নাম ଦେଇଥିଲା রে ସତ୍ୟ ନାରାୟଣ ବୋଲେ ବାଛି କିଏ ନାମ ଦେଇଥିଲା ରେ ସତ୍ୟ ନାରାୟଣ ବୋଲେ ବାଛି କିଏ ନାମ ଦେଇଥିଲା ରେ ସତ୍ୟ ନାରାୟଣ ବୋଲେ ନାରାୟଣ ତୁଣ୍ଡରେ ଧରନ୍ତେ ସତ୍ୟ ନାରାୟଣ ତୁଣ୍ଡରେ ଧରନ୍ତେ ସତ୍ୟ ନାରାୟଣ ତୁଣ୍ଡରେ ଧରନ୍ତେ ସତ୍ୟ ନାରାୟଣ ତୁଣ୍ଡରେ ଧରନ୍ତେ କ୍ଷୁଧା ତୃଷା ସବୁ ଦୂରରେ ସତ୍ୟ ନାରାୟଣ ବୋଲେ ବାଛି କିଏ ନାମ ଦେଇଥିଲା ରେ ସତ୍ୟ ନାରାୟଣ ବୋଲେ ଇକ୍ଷୁରସ ସାରରୁ ବଳି ମିଠା ଲାଗେ ଗୋପ୍ରିୟ ଆଳି ଇକ୍ଷୁରସ ସାରରୁ ବଳି ମିଠା ଲାଗେ ଗୋପ୍ରିୟ ଆଳି ସେ ନାମ ଅମୃତ ପାଇଁ କେଉଁ ଭକ୍ତ 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 ଘର ଦ୍ୱାର ଛାଡ଼ି ବାଇ ହେଲା ରେ ସତ୍ୟ ନାରାୟଣ ବୋଲେ ବାଛି କିଏ ନାମ ଦେଇଥିଲା ରେ ସତ୍ୟ ନାରାୟଣ ବୋଲେ ନାରାୟଣ ନାମ ଅନନ୍ତ କିଏ ଅବା ପାଇବ ଅନ୍ତ ନାରାୟଣ ନାମ ଅନନ୍ତ କିଏ ଅବା ପାଇବ ଜାମ୍ବିଳ ବିପ୍ର ଏକ ବାର ଧରି ଜାମ୍ବିଳ ବିପ୍ର ଏକ ବାର ଧରି ଓ ଜାମ୍ବିଳ ବିପ୍ର ଏକ ବାର ଧରି ଓ ଜାମ୍ବିଳ ବିପ୍ର ଏକ ବାର ଧରି ପୁତ୍ର ଭାବେ ଭାବି ତୋରି ଗଲା ରେ ସତ୍ୟ ନାରାୟଣ ବୋଲେ ବାଛି କିଏ ନାମ ଦେଇଥିଲା ରେ ସତ୍ୟ ନାରାୟଣ ବୋଲେ ଶ୍ରୀନି ଲାଗି ବାଇଆ ହୋଇ ଭକ୍ତ ଭାବେ ଛନ୍ତି ରହି ଶ୍ରୀନି ଲାଗି ବାଇଆ ହୋଇ ଭକ୍ତ ଭାବେ ଛନ୍ତି ରହି କହେ ଅଭିରାମ ଦଧି ଦୁଗ୍ଧ ସର 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 ଅନିଆଦି ସବୁ ଚୋରି କଲା ସତ୍ୟ ନାରାୟଣ ବୋଲେ ବାଛି କିଏ ନାମ सत्य नारायण कला सत्य नारायण सत्य रूप सत्य ब्रह्म दारु ब्रह्म
କାହିଁ ଗୋଟେ ଏଡ ବଡ ରଡି କରୁଛୁ? ପଇସା ନଉଛି କଣ ମାଗଣା? ଧୀର ସ୍ଥିର ଭାବରେ ନିଜ ନିଜର ଭବ୍ୟ ଆସନ ଗ୍ରହଣ କରିନିଅ, ସ୍ଥାନ ସଂରକ୍ଷଣ କରିନିଅ, ଜାଗା ବାଛି ନିଅ। ଏ ବାପା, ଏ ସଂସ୍କୃତି ସମ୍ପନ୍ନ ଖୋର୍ଦ୍ଧା ଜିଲ୍ଲାର ଆର୍ଯ୍ୟ ଗ୍ରାମ, ଦେବଗ୍ରାମ, ପବିତ୍ର ପାବନ ଗ୍ରାମ ଗୋଠପାଟଣା ଗ୍ରାମର ଗ୍ରାମାଧିବାସୀ ମାନଙ୍କର ଆନୁକୂଲ୍ୟରେ ସହଯୋଗରେ ପ୍ରଚେଷ୍ଟାରେ ଅର୍ଥ ପାଚୟରେ ଇଏ 30 ବର୍ଷ ଭିତରେ ଏକ ଆମ ପାଇଁ ନୂତନ ଅନୁଭୂତି। 9 ରାତି ଯାଏ ଆମେ ଯାଇଛୁ ଏଠି, 10 ରାତି, 30 ବର୍ଷ ଭିତରେ ଏକ ନୂତନ ଅଛି। ପୁଣି ନିରଞ୍ଜନପୁରରେ ବାହାର ହେଇଯିବ ଗିଡୁଅ। ତେଣୁ ଏହି ପବିତ୍ର ପାବନ କ୍ଷେତ୍ରରେ ଗ୍ରାମର ସମସ୍ତ ଇଷ୍ଟ ଦେବଦେବୀଙ୍କ ପଦାବ୍ଜରେ ଆତ୍ମସମର୍ପଣ କରିସାରିବା ପରେ ମୁଁ ମହାପ୍ରଭୁ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ କରମଳା ମଠଚନ୍ଦ୍ର ଅଭିରାମ ପରମହଂସଙ୍କ ରଚିତ ଗୋଟିଏ ପଦ ଭାକ୍ତିକ ଜଣାଣ ତାଙ୍କ ପଦାବ୍ଜରେ ଆତ୍ମସମର୍ପଣ କରିସାରିବା ପରେ ବ୍ୟାସଙ୍କ ରଚିତ ସ୍କନ୍ଧ ପୁରାଣର ରେବା ଖଣ୍ଡରୁ 2 ଧାଡ଼ି ଶ୍ଲୋକ ପାଠ କରିଛି। ଇଏ ବାଦପାଲା କ୍ଷେତ୍ରରେ ଆମ ସାଙ୍ଗରେ ଆସିଛନ୍ତି ମୋର ଅଗ୍ରଜ ପ୍ରତିମ ଗୋରା ହିଙ୍ଗିରି ଗାୟକ। ତାଙ୍କ ନାଁ ହଉଛି ବିଜୟ ଓଝା ମହୋଦୟ। ଗୋରା ହିଙ୍ଗିରି, ତୁ ଚୁପ୍ ହେଇବ, ତୋର ଗୋଟେ ଇଜ୍ଜତ ଅଛି। ତୁ ଆଜି ଆମ ପାଖରେ ଅଛୁ, କାଲି ତାଙ୍କ ବସାକୁ ଯାଇକି କଣ ଆଡେ ସାଡେ କଥାବାର୍ତ୍ତା କରିବୁ? ଇଏ ଠିକ ହେଇପାରିବନି। ତୁ ପାଟି କରନା, ଏଇ ଗିଡୁଅ ସେମିତି ଗୋଟେ କାହିଁ ହବ? ଏତେ ଘାଣ୍ଟେ ନା। ଏଠି ଯେତିକି ଆପଣ ମାନେ ବସିଛନ୍ତି, ଆମେ ମାନେ ସାରା ଓଡ଼ିଶା ମାଟିରେ ଅବିଭକ୍ତ ପୁରୀ ଜିଲ୍ଲା, ଅବିଭକ୍ତ କଟକ ଜିଲ୍ଲା କୁ ଛାଡ଼ିଦେଲେ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଏପଟେ ସବୁ ପାଲା ଅଛି। 30ଟା ଜିଲ୍ଲାରେ ପାଲା ନାହିଁ ଆଜ୍ଞା, 30ଟା ଜିଲ୍ଲାରେ ପାଲା ନାହିଁ। କିନ୍ତୁ ବେଶୀ ଦିନ ପାଲା ଥିଲା କୋଉଠି ନା ଅବିଭକ୍ତ ପୁରୀ, କଟକର ଗୋଟେ ମଞ୍ଚ। ମୋ କହିବାର ତାତ୍ପର୍ଯ୍ୟ 30-31 ରାତି ପାଲା ପୁରୀରେ ଥିଲା। 10 ରାତି ପାଲାକୁ ସମ୍ଭାଳିବା ଭାରି କଷ୍ଟ ବାପା। କଟକରେ 14ରେ ଗୋଟେ 14 ରାତି ପାଲା। ଆଥା ଯଦି ଆମେ ମାନେ କୋଉ ପାଲା କରୁଛେ ଆଜି ଗୋଠପାଟଣାର ଜ୍ଞାନୀ ଗୁଣୀ ମାନେ 10 ରାତିରେ ଯୋଉ ଲକ୍ଷ ଲକ୍ଷ ଅର୍ଥ ଅପଚୟ କରି ପାଲା କରାଉଛନ୍ତି 2 ଜଣଙ୍କୁ ଆଣି, ଇଏ କି ପାଲା? ସତ୍ୟନାରାୟଣ ପାଲା। କି ନାରାୟଣ? ସତ୍ୟନାରାୟଣ। ସତ୍ୟ ତ ଯିଏ ନାରାୟଣ ସିଏ। ଦି ଭାଇ ସିଏ। କେମିତି? ସତ୍ୟ ଯେ ଢାବାରେ ଅଛି, ନାରାୟଣ ପାନ ଦୋକାନ। ସତ୍ୟ ଯିଏ ନାରାୟଣ ସିଏ। ସତ୍ୟ କହିଲେ ନାରାୟଣ, ନାରାୟଣ କହିଲେ ସତ୍ୟ। ମୋ ଗୁରୁଦେବ ଗାୟକ ଶେଖର ଜଗନ୍ନାଥ ବେହେରା ଗୋଟିଏ ପଦ କହନ୍ତି, ଆମର ଶାସନ ଆମେ ସେ କଥା କହିପାରିବୁନି। ସେ କହନ୍ତି ଟ୍ରୁଥ ଇଜ ଏ ଗଡ ଆଣ୍ଡ ଗଡ ଇଜ ଏ ଟ୍ରୁଥ। ଟର୍ଚ୍ଚ ଟର୍ଚ୍ଚ କଣ? ପଥିରେ ସତ୍ୟ ହିଁ ଈଶ୍ୱର, ଈଶ୍ୱର ହିଁ ସତ୍ୟ। ଯଦି ଈଶ୍ୱର ହେଲେ ସତ୍ୟ, ଈଶ୍ୱର କହିଲେ ନାରାୟଣ, ତାହେଲେ ନାରାୟଣଙ୍କର ବାମ ପାର୍ଶ୍ୱରେ ପୁଅ ସତ୍ୟ ଲାଗିବା ଦରକାର ନାହିଁ। ଆପଣ ଯେତେବେଳେ ବଜାରକୁ ଯିବେ, ସାର୍ କହିବେ କି ମତେ ମିଠା ଚିନି କିଲେ ଦିଅ, ଚିନି କହିଲେ ମିଠା। ଏବେ ସିନା ସୁଗାର ପେସେଣ୍ଟ ହେଇଯିବାରୁ ସେ ସୁଗାର ଫ୍ରି, ସେ ଅମକ ଢମକ ବାହାରିଲା। ଲିମ୍ବ ଯଦି ଆପଣ ଆଣି ଖାଇବେ, କହିବେ କାହିଁ ପିତା ଲାଗିଲା? ଲିମ୍ବର କହିଲେ ପିତା। ତିନ୍ତୁଳି ଆଣି ଖାଇବେ, କହିବେ ଏ ତିନ୍ତୁଳି ଖଟା ଲାଗିଲା। ତା ମାନେ ତ ସତ୍ୟ ଯିଏ ନାରାୟଣ ସିଏ। ये सत्य पाखे नारायण नारायण पाखे सत्य कहीं लगे आगुरु सत्य नारायण ना नथिला प्रमाण शतपथ ब्राह्मण तो ब्राह्मणिया पाखे गाँव शुण बसिकी चेयर पकईकि देखीदे कौन नना भाई छोट जीव ये तो टाई टाई है शुभुची कान द्वितीय पाली लोक कमिगले तुम्हें आसी बस आमर देख आम बसबू तुम देख ठीक अच्छे ये शुभ संकेत आपणकर
ଅଧିବାସ ରଜନୀରେ ବୃଷଭଟିଏ ଚାଲିଗଲାନି ଯେ ଶୁଭ ସଂକେତ। ଇଏ କିନ୍ତୁ ଇଏ ଜଟ ଥବା ବୃଷଭ ଯାଇଛି ତ, ହଁ ଠିକ ଅଛି। ଗୋଟିଏ ଗୋଟିଏ ନିଜଟିଆ ବୃଷଭ ଥାନ୍ତି, ସେ ଶୁଭ ନୁହଁ। ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ସତ୍ୟ ନାରାୟଣ ଆଗରୁ ନାଁ ନଥିଲା। ଶତପଥ ବ୍ରାହ୍ମଣ କହିଲେ ନାରାୟଣ ମହାପୁରୁଷ ବିଶ୍ୱମାତ୍ମନମପୟ ସହସ୍ର ଶୀର୍ଷ ଦେବା ଚ ଅକ୍ଷରଂ ପରମ ବୟ। ତୋ ପାଟିରେ ପଶିବ କହିଲୁ ବିଶ୍ୱମାତ୍ମନମପୟ ଏଠି ଆପଣ ମାନଙ୍କର କହିଲେ ଶତପଥ ବ୍ରାହ୍ମଣ ନାରାୟଣ ନାମ ଆଗରୁ ଥିଲେ, ପରବର୍ତ୍ତୀ ସମୟରେ ସତ୍ୟ ଦୁଇଟି ଅକ୍ଷର ଯୋଡ଼ି ଦିଆଯାଇଛି। କେବଳ କଣ ଶତପଥ ବ୍ରାହ୍ମଣ କହିଲେ? ଦେଖନ୍ତୁ ଅଭିରାମ ପରମହଂସ ସେଇ କଥା କହିଛନ୍ତି। କହିଲେ ନାରାୟଣ ନାମ ତ ଥିଲା ତାର ସଙ୍ଗେ ସତ୍ୟ ମିଶିଲା, ନାରାୟଣ ନାମ ତ ଥିଲା ତାର ସଙ୍ଗେ ସତ୍ୟ ମିଶିଲା, ସତ୍ୟ ନାରାୟଣ ନାମ ହୋଇପାରୁ ସତ୍ୟ ନାରାୟଣ ନାମ ହୋଇବାରୁ, ସତ୍ୟ ନାରାୟଣ ନାମ ହୋଇପାରୁ ହେ ସତ୍ୟ ନାରାୟଣ ନାମ ହୋଇବାରୁ, ଉନ୍ମାଦ ବ୍ୟାଧି କି ନାଥ କଲାକ କି କରିବି ଭଲ ଦେଖ ମତେ ଭାଇ କଲାକ। ଜଗତସିଂହପୁର ବୁଲେଇକି ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଅଭିରାମ ପରମହଂସ କହିଲେ ନାରାୟଣ ନାମ ତ ଥିଲା ତାର ସଙ୍ଗେ ସତ୍ୟ ମିଶିଲା। ତାହେଲେ ସତ୍ୟ ନାରାୟଣ କିଏ? କେତେବେଳେ ନାରାୟଣଙ୍କର ବାମ ପଟେ ସତ୍ୟ ମିଶିବ? ଆଜି ଆମେ ଯଦି ସତ୍ୟ ନାରାୟଣଙ୍କର ଠିକଣା ନ ଜାଣିବା, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇକି ପାଲା କାହିଁ କାଲି ପାଲା ବନ୍ଦ ହବ। ବନ୍ଦ କରିବାର ତୋର ତାକତ ଅଛି? ସତ୍ୟନାରାୟଣ ନଥିଲେ କାହିଁ ପାଲା କରିବା? ଆରେ ପ୍ରତ୍ୟେକ ଗାଁରେ କୁହେ ଦୀର୍ଘ 100 ବର୍ଷ ତଳେ ଲୋକମାନେ ଯୋଉ ଅସୁବିଧାର ସମ୍ମୁଖୀନ ହୋଇ ପେଟରୁ ଘେଣ୍ଟିକିରି ଅନୁଷ୍ଠାନକୁ ରଖିଛନ୍ତି, ତାଙ୍କୁ ଧନ୍ୟବାଦ ମାନେ ଆଜ୍ଞା। ହଁ, ଯୋଉ ଆମର ପିତୃ ପିତାମହ ପ୍ରପିତାମହ ନିଜ ଖାଦ୍ୟରୁ ଖେଣ୍ଟି ଅନୁଷ୍ଠାନ ବଞ୍ଚେ ପାଲା ଗାୟକ ବିଦାବିଦି କରିଛନ୍ତି, ତାଙ୍କୁ ସାଧୁବାଦ ଆପଣ ଦେବେ। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ, କିନ୍ତୁ ଆମେ ଠିକଣା ନ ଜାଣିଲେ ଜାଗାରେ ପହଞ୍ଚିବା କେମିତି? ସତ୍ୟ ନାରାୟଣ କିଏ? ପାଲା ଗାଉଛନ୍ତି ଯିଏ। ଚୁପ୍! ସତ୍ୟନାରାୟଣ ଜେନା ନୁହଁ। ସତ୍ୟନାରାୟଣ ପାଖକୁ ଯିବା ପାଇଁ ହେଲେ ଆମକୁ ଅନେକ ନାରାୟଣଙ୍କ ସହିତ ଭେଟି ଭେଟି ଯିବାକୁ ପଡିବ। ମନେକର ତୋ ପୁଅ ହଜି ଯାଇଛି ଯାତ୍ରାରେ, ତୁ ଖୋଜିଲେ ପାଇବୁ ନା? ତାହେଲେ ନାରାୟଣ ପାଖରୁ ଆମକୁ ଯିବାକୁ ପଡିବ ସତ୍ୟନାରାୟଣ। ଆଗ ନାରାୟଣ କିଏ ଆସିବେ ନା ଇଏ ହିନ୍ଦୁ ମାନେ ଆର୍ଯ୍ୟ ମାନେ ସବୁ କୁନି ପିଲା ମାନେ ଶୁଣ। ଆମେ ମାନେ ସର୍ବପ୍ରଥମେ ଯୋଉ ଦେବତାଙ୍କୁ ମାଙ୍ଗଳିକ କାର୍ଯ୍ୟକ୍ରମରେ ପୂଜା କରେ ସେଇ ହେବେ ଆମର ନାରାୟଣ। କହିଲୁ ହିନ୍ଦୁ ମାନେ ଆର୍ଯ୍ୟ ମାନେ ସର୍ବପ୍ରଥମେ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟକ୍ରମରେ କେଉଁ ଦେବତାଙ୍କୁ ପୂଜା ଅର୍ଚ୍ଚନା କରନ୍ତି? ଗଜାନନ ଗଣେଶ। ବାହାଘରଟିଏ ମାଙ୍ଗଳିକ କାର୍ଯ୍ୟକ୍ରମ, ସେଠି ଗଣେଶ ଆଗ ପୂଜା ହେବେ କଳସରେ। ଆଚ୍ଛା ଗେଡୁଆ, ଖରାପ ଭାବିବୁନି, ତୁ ଆଗ ବାହା ହେଲୁ ନା ତୋର ଆଗ ପିଲା ହେଲା? କାହିଁ ଏ କଥା ପଚାରିଲି? ତୁ ଯୋଉ କହିଲୁ ଗଣେଶ ସର୍ବାଗ୍ର ପୂଜ୍ୟ ଦେବତା, ଆଗ ଶିବ ପାର୍ବତୀଙ୍କ ବାହାଘର ହେଲା ନା ଆଗ ଗଣେଶ ଜନ୍ମ ହେଲେ? ମୁଁ ଯାହା ପଚାରୁଛି ଉତ୍ତର ଦେ। ସେଠି କଳସ, ଗଣେଶ କୋଉଠି ରହିଲେ? ଏଠୁ ମୋ ରାହା ପାଇବ। ରାହା ପାଇବନି? ଶିବ ପାର୍ବତୀଙ୍କର ବିବାହ ଉତ୍ସବରେ ତ ଗଣେଶ ସୃଷ୍ଟି ହେଇନାହାନ୍ତି। ସେଠି କଣ ଗଣେଶ ପୂଜା ପାଉଥିଲେ? ନାଇଁ ଆଜ୍ଞା, ଏବେ ଆମେ ହିନ୍ଦୁ ମାନେ ଗଣେଶଙ୍କୁ ଆଗ ପୂଜା କରୁନେ। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟକ୍ରମରେ ଏ ହିନ୍ଦୁ ମାନଙ୍କର ଆର୍ଯ୍ୟ ମାନଙ୍କର ସର୍ବାଗ୍ର ପୂଜ୍ୟ ଦେବତା କିଏ ଶୁଣିବୁ? କର୍ମକାଣ୍ଡରୁ ଶ୍ଳୋକ ଗାଉଛି।
କହିଲା ଧେୟ ସଦା ସବିତୁ ମଣ୍ଡଳ ମଧ୍ୟବର୍ତ୍ତୀ ନାରାୟଣ ସରସିଜା ସନ୍ନ ସନ୍ନିବିଷ୍ଟ ଗୌରବାନ ମକର କୁଣ୍ଡଳ ହାରି ହିରଣ୍ମୟ ବପୁ ଧୂତ ଶଙ୍ଖ ଚକ୍ର। ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଏଠି କର୍ମକାଣ୍ଡ କହିଲା ଧେୟ ସଦା ସବିତୁ ମଣ୍ଡଳ ମଧ୍ୟବର୍ତ୍ତୀ। ଆପଣ ଥରେ ସବିତୁ ମଣ୍ଡଳ କି ସୂର୍ଯ୍ୟ ମଣ୍ଡଳକୁ ଚାହାନ୍ତି, ଦେଖିବେ ସେଠି ସୂର୍ଯ୍ୟଙ୍କ ଭିତରେ ଗୋଟେ ପଦ୍ମାସନ ପଡିଛି। ଆଉଠିଲା ସୁନା ପରି ଅଙ୍ଗର କାନ୍ତି, ଚାରି ହାତରେ ଧରିଛନ୍ତି ଶଙ୍ଖ ଚକ୍ର ଗଦା, କୁଣ୍ଡଳ ପିନ୍ଧିଛନ୍ତି। ଆଉ କୁଣ୍ଡଳ କୋଉଠି ପିନ୍ଧା ହେଇଛି? ଏ ପୁଅ କେଉର ବା ସେ ବସିଛନ୍ତି ସୂର୍ଯ୍ୟଙ୍କ ଭିତରେ। କିଏ ନା ନାରାୟଣ। କେବଳ କର୍ମକାଣ୍ଡ କହିଲା ତାହା ନୁହଁ, ଖୋର୍ଦ୍ଧା ଜିଲ୍ଲାର ଗୌରବ। ଆଜି ଖୋର୍ଦ୍ଧା ଜିଲ୍ଲାର ସେ କବି ନଥିଲେ ପୁରୀରେ କାକତ ହେଇ ନାଚ ହଉନଥାନ୍ତା କି ଜଗନ୍ନାଥ ଶୋଉନଥାନ୍ତା। ଜଗନ୍ନାଥ ଯଦି ଶୋଉଛନ୍ତି ତା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ଧନ୍ୟବାଦ ଦେବି। ଆପଣ ଭାବୁଛନ୍ତି ମୁଁ ଆସିଛି ବୋଲି ଗାଇବାକୁ? ନାଇଁ ଆଜ୍ଞା ନାଇଁ, ତୁ ଚୁପ୍ ହେଇବ। ଖୋର୍ଦ୍ଧା ଜିଲ୍ଲାର ଜଣେ କବି ଲେଖିବାରୁ ଜଗା ଶୁଣିକି ଶୋଇଲା। ଦ୍ୱାଦଶ ଶତାବ୍ଦୀର ଗୀତିକାବ୍ୟର ସ୍ରଷ୍ଟା ଭକ୍ତ କବି ଜୟଦେବ। କଣ କହିଲେ? ଜୟଦେବଙ୍କ ଗୀତ ଗୋବିନ୍ଦ ପଣ୍ଡିତେ ନ ଶୁଣିଲେ ଜଗନ୍ନାଥଙ୍କୁ ନିଦ ଅଛି? କେନ୍ଦୁବିଲ ଗ୍ରାମ କେନ୍ଦୁପଲ୍ଲୀ ନୁହଁ ତ ଧୀରେ କେନ୍ଦୁପଲ୍ଲୀ କଣ ଖୋର୍ଦ୍ଧା କେନ୍ଦୁପଲ୍ଲୀ ବେକାର ଗୋଟେ ଶୁଣୁ। ମୁଁ କହିଥିଲି ତୁ ପ୍ରଥମ ଦିନ ସେମିତି ହବୁନି। ଗୋଟେ କଳା ପିନ୍ଧିକି ଆଇଛି ତୁ ଭୁଆ ବିରାଡ଼ି ଭଳିଆ ଦେଖାଯାଉଛି। ହଁ କଳା ପିନ୍ଧନ୍ତି ଗୋଟେ ଆଖିରେ ସାଇଜ, ପୁଳେ ବୋଳି ଯାଉଛନ୍ତି ଗୋଟେ ଭୁଆ ବିରାଡ଼ି ଭଳିଆ ଦେଖାଯାଉଛି। ଏଠି ଯେତିକି ଆପଣ ମାନେ ସେ କେମିତି ବହିଛନ୍ତି ସଚି କିଛି ଜାଣିନାହିଁ। ଜୟଦେବ ଗୋସ୍ୱାମୀ ଗୋଟିଏ ପଦ ଲେଖିଲେ, ସୂର୍ଯ୍ୟଙ୍କ ଭିତରେ ନାରାୟଣ ଅଛନ୍ତି କି ନାହିଁ। ଇଏ 5 ପ୍ରକାର ସ୍ୱରରେ ଯିବ। ମୁଁ ଆଜି ଗୋଟେ ପ୍ରକାର ନଉଛି, ଆଉ 9 ରାତି ଅଛି। କଲା ଦିନ ମଣି ମଣ୍ଡଳ ମୁଁ କହିଛି ଏଠି ଆମର ସୂର୍ଯ୍ୟ ଦରକାର। ସୂର୍ଯ୍ୟଙ୍କ ଭିତରେ ଜୟଦେବ କହିଲେ ଦିନମଣି ମଣ୍ଡଳ ମଣ୍ଡଳ। ଦିନମଣି କହିଲେ ସୂର୍ଯ୍ୟ। ସୂର୍ଯ୍ୟ ମଣ୍ଡଳକୁ ମଣ୍ଡନ କରିଛନ୍ତି କିଏ? ଆପଣଙ୍କ ଗାଁରେ ଯଜ୍ଞ ହେଲେ ମଉସା ଆଗ ସୂର୍ଯ୍ୟ ପୂଜା ହେବେନି? ହଁ, ସୂର୍ଯ୍ୟ ହେଲେ ଆମ ମାନଙ୍କର ସକଳ ଶକ୍ତିର ଆଧାର। ଆଗ ଗଣେଶ ନା ଆଗ ସୂର୍ଯ୍ୟ? ଏ ପୁଅ ତାହେଲେ ସୂର୍ଯ୍ୟ ଆଜ୍ଞା ନାରାୟଣ ହେବେ ନା ନାଇଁ? ମୋ ମା ମାନେ ରବି ନାରାୟଣ ବ୍ରତ କରନ୍ତି। ସକଳ ଶକ୍ତିର ଆଧାର ସୂର୍ଯ୍ୟ ନାରାୟଣ। ଯଦି ସୂର୍ଯ୍ୟ ହେଲେ ନାରାୟଣ, ହିନ୍ଦୁ ମାନଙ୍କର ସର୍ବାଗ୍ର ପୂଜ୍ୟ ଦେବତା, ଆମେ ଆଜି ପୁରାଣରେ ତର୍ଜମା କରିବା ସୂର୍ଯ୍ୟ ନାରାୟଣ ସତ୍ୟନାରାୟଣ ହେବେ କି ନାହିଁ? ମୋ ଛାତିରେ ଦମ ଅଛି, ମୁଁ ସୂର୍ଯ୍ୟଙ୍କୁ ଭଲ ମନ୍ଦ କହିପାରିବି? ଭଲ ମନ୍ଦ କହିବେ ସାହିତ୍ୟିକ, ଭଲ ମନ୍ଦ କହିବେ କବି। ଯୋଉ କବିଙ୍କ ଲେଖାକୁ ବୋଲିକି ବହୁ ଯୋଗ୍ୟ ଧୁରୀଣ ବରିଷ୍ଠ ଗାୟକ ମାନେ ପବିତ୍ର ପାବନ କ୍ଷେତ୍ରରେ ପାଲା ପରିବେଷଣ କରି ଆପଣ ମାନଙ୍କ ପରି ଜ୍ଞାନୀ ଗୁଣୀ ପଣ୍ଡିତ ମାନଙ୍କୁ ବିମୁଗ୍ଧ କରିଛନ୍ତି। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ, ସାପର ମଞ୍ଜି ଧାଇ ପରା। ତୁ ବାପା ବସିଲୁ ଟିକେ ଧୀରେ। ମୋ କହିବାର ତାତ୍ପର୍ଯ୍ୟ ଯେ ସୂର୍ଯ୍ୟ ନାରାୟଣ ସତ୍ୟନାରାୟଣ ହେବେ କି ନାହିଁ ତର୍ଜମା କରିବେ କିଏ? ରାଧାନାଥ ସାହିତ୍ୟ ସରକାର ସ୍ୱୀକୃତି ପ୍ରାପ୍ତ। ଏ ଗେଡୁଆ, ସୂର୍ଯ୍ୟ ସମସ୍ତଙ୍କୁ ଦେଖୁଛନ୍ତି।
ତୁ ଏଠି ପାଲା ଗାଇଲା ବେଳେ ତୋ ସ୍ତ୍ରୀ କଣ କରୁଛି କଣ ନାହିଁ ତୁ ଦେଖୁଛୁ? ସୂର୍ଯ୍ୟ ସମସ୍ତଙ୍କୁ ଦେଖୁଛୁ। ସୂର୍ଯ୍ୟ ନାରାୟଣ ଦିନେ ଲକ୍ଷ୍ୟ ପଡିଗଲା ନଈ କୂଳରେ ଗୋଟେ ଦିବ୍ୟ ସୁନ୍ଦରୀ ଝିଅ ଯାଉଛି। ଆଚ୍ଛା ଝିଅ ସୁନ୍ଦରୀ ହବା କଣ ତାର ଭୁଲ? ସୂର୍ଯ୍ୟଙ୍କର କଣ ହେଲା? ଇଏ ତ ଦେବତା ହେଇକି ସୁଦ୍ଧା ବୁଢାର ମନ କଣ ଗୋଟେ ହେଇଗଲା। ସିଏ ଓହ୍ଲେଇ ଆସିଛନ୍ତି ଆଉ କଣ ଖରାପ କଥା କହିଲେ? ଆପଣଙ୍କର ଗାୟକ ହଁ ହଁ ବାପାର ହଉ ହଉ ସେ ଟିକେ ହଉ ସେତେ ବେଶୀ ହଉନାହିଁ। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଯେ ରାଣୀ ବସିଛନ୍ତି ରାଜା ବସିଛନ୍ତି। ଯାଜପୁରରେ ଜଣେ ଗାୟକ ଏମିତି ସତ୍ୟ ସାଇ ବାବାଙ୍କ ଭଳିଆ ଚୁଟି ସେମିତିଆ ଗାଇବା ଗାୟକ ମିଳିବେ ନାହିଁ। ବୁଢା ନାଁ ହଉଛି କ୍ଷେତ୍ରବାସୀ ମିଶ୍ର। ବୁଢା ଗୀତ ଗାଉ ଗାଉ ଏମିତି କାଇଦାରେ ନାଚିଦେଲେ ସେ ତ ଦେବତା ଭଳିଆ ନା, ଆମେ କଣ ପାଲାବାଲା ଭଳିଆ ଦେଖାଯାଉଛୁ? ଇଏ ପରା ଗୋଟେ ଜାଗାରେ ଏମିତି ଅବାଗିଆ ବେଗ ଆଣିକି ଆଇଥିଲା, ମୋ ଇଜ୍ଜତ ଗଲା। ପଚାରିଦେଲେ ଇଟା କେତେ ଲେଖା? ମୁଁ ତ ପାଟିକିରି ବାହାର କରିଦେଲି। ବୋଲି ତୁ ସାଇଜ ହେଇକି ଯିବୁ ନା। ଆଉ ମୋ କହିବାର ତାତ୍ପର୍ଯ୍ୟ ରାଣୀ ଫସିଗଲେ, ଲୁଚିକିରି ଆସିଲେ କ୍ଷେତ୍ରବାସୀ ମିଶ୍ର, ନହେଲେ ରାଜା ହାଣିଦବ। ଏମିତି ଦିବ୍ୟ ଚେହେରା ଦେବତା ପରି ଦେଖିବା। ପୁଅ ଏଠି ସୂର୍ଯ୍ୟ ନାରାୟଣ ଓହ୍ଲେଇ ପଡ଼ିଲେ, କହିଲେ ଇଏ ଝିଅ ବିନା ମୁଁ ବଞ୍ଚି ପାରିବିନି। କାରଣ ମଣିଷକୁ ପ୍ରେମ ସିନା ପଣ୍ଡିତେ ସ୍ୱର୍ଗକୁ ନେଇଯାଏ, କିନ୍ତୁ କାମଟା ନର୍କଗାମୀ କରାଏ। ମୁଁ ଦମ୍ଭ ଦେଇ କହିବି, ଯୋଉ ପୁରୁଷ ନାରୀ ମାୟାରେ ପଡିଛି ତା ଜୀବନ କାଳ ଭିତରେ କିଛି କରିନି। ତୁ ମଥିରେ କାହିଁ ଗୋଟେ ବ୍ରହ୍ମପୁରିଆ ସ୍ତ୍ରୀ ଲୋକ ଭଳିଆ ଖଟା ପିନ୍ଧି ବିକି ଗଲା ବେଳେ ପୁରେଇ ନେଇକି ଆଇଛୁ ନାକରେ। ଆରେ ପ୍ରକୃତ ଇଏ ତ ସ୍ତ୍ରୀ ଲୋକ ଭଳିଆ ଦେଖାଯାଉଛି। ହଉ ହଉ ଯେମିତି କରୁଛୁ କର। ଗେଡୁଆ ଆଚ୍ଛା ହଉ ଝିଅ ହଉ। ସୂର୍ଯ୍ୟ ନାରାୟଣ ଦେଖିଲେ କହିଲେ ଏମିତିକା ଝିଅ ଦେଖିନି। ହେଲେ ଦେବତା ତୁମେ? ଆରେ ଝିଅଟାକୁ ଦେଖି କନ୍ଦର୍ପ ବାଣାନ୍ନରେ ଜଳୁଛନ୍ତି। କହିଲେ ଏଠି ଅପେକ୍ଷା କଲେ କଣ ହବ? ମୁଁ ଗୋଟେ ଉତ୍ତପ୍ତ ଗ୍ୟାସୀୟ ପିଣ୍ଡ। ଦେଖନ୍ତୁ ସାର୍, ରାଧାନାଥ ସୂର୍ଯ୍ୟଙ୍କୁ ଶକ୍ତି କି ବ୍ୟକ୍ତି ରୂପରେ ରୂପାୟିତ କଲେ। ଅଗ୍ନି ହଉଛି ଶକ୍ତି, ପୁରାଣ ତାକୁ ବ୍ୟକ୍ତି କରିଛି। ପବନ ଶକ୍ତି, ପୁରାଣ ତାକୁ ଶିକ୍ଷା ଦେବା ପାଇଁ ବ୍ୟକ୍ତି କରିଛି। ଆଉ ସୂର୍ଯ୍ୟ ଯଦି ସେଠୁ ଆସିବେ, ଇଏ ଝିଅ ପାଖକୁ ତା ଲୁଗାପଟା କିଛି ରହିବ, ସବୁ ଜଳିଯିବ। ଇଏ ବ୍ୟକ୍ତି ରୂପରେ ରୂପାୟିତ କଲେ। ବ୍ୟକ୍ତି ରୂପରେ ସୂର୍ଯ୍ୟ ନାରାୟଣ ଓହ୍ଲେଇ ଆସି ଝିଅ ଯାଉଛି, ଡାକିଲେ କହିଲେ ଲୋ ମା, ଭଗବାନ ତତେ ଏମିତି ରୂପ ଲାବଣ୍ୟ ଦେଇଛି, ତୋ ପରି ଝିଅ ମୁଁ କେବେ ଦେଖିନି। ଝିଅ ସେଠି କହୁଥିଲା ବାବା ତୋ ମନ କଣ, ତୋ ମୁଣ୍ଡ ତୁ କଣ ବେଶୀ ବାହାଦୁର ଦେଖାଉଛୁ? ଭଲ କହିଲେ ଚୁପ ହେଇ ରହିବ। ସେ ଝିଅ ଲଜ୍ଜା ଆସିଲା। କିନ୍ତୁ ମା, ମୁଁ ତ ବିନା ବଞ୍ଚି ପାରିବିନି। କନ୍ଦର୍ପ ବାଣାନଳୀର ତ ଧାନ ସରମ ବଗାହ ଚଳୁଛନ୍ତି ସୂର୍ଯ୍ୟ କନ୍ଦର୍ପ ବାଣାନଳ। ଆରେ କନ୍ଦର୍ପ ଶକ୍ତି ସମସ୍ତଙ୍କ ଭିତରେ ଅଛି, ହେଲେ ତାର ସ୍ଥାନ କାଳ ପାତ୍ର ଅଛି ନା ନାହିଁ? କେଡେ ବଡ ଦେବତା ଆଜି କଣ ହଉଛନ୍ତି ଦେଖ। ଗୋଟେ ପଦ ଦୀନ କୃଷ୍ଣ ଦାସ ଲେଖିଲେ, କହିଲା କିଟୁ ବ୍ରହ୍ମ ପରିଜନ୍ତେ ଯେତେ କିଟୁ ବ୍ରହ୍ମ ପରିଜନ୍ତେ ଯେତେ କିଟୁ ବ୍ରହ୍ମ ପରିଜନ୍ତେ ଯେତେ କିଟୁ ବ୍ରହ୍ମ କାହିଁ ନାହିଁ ତ କାହିଁ ନାହିଁ ତ ଜଗତସିଂହପୁର ବ୍ରେକ୍। ଇଏ ସ୍ୱତନ୍ତ୍ର, ଇଏ ଭେନ୍ ଭିତରେ ଯାଇକି ୟା ଭିତରେ ଗୋଟେ ବ୍ୟାଟେରୀ ପଶିଛି, କାଲି ଦେଖେଇଦେବି ତୁମକୁ। ତୁ ଧୀରେ କୀଟ ଠାରୁ ଆରମ୍ଭ କରି ବ୍ରହ୍ମଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ କନ୍ଦର୍ପ କୌତୁକ ଅଛି, ହେଲେ ତାର ସ୍ଥାନ କାଳ ପାତ୍ର ଅଛି। ସ୍ଥାନ କାଳ ପାତ୍ର ଯିଏ ନ ରଖନ୍ତି ବନ୍ଧା ହେବେ, ମାଡ଼ ଖାଇବେ, ଯେମିତି ଯାହା ଗୋଟେ ହବା କଥା ହବ। ସେଥିରୁ ଆମକୁ କଣ ମିଳୁଛି? ହେ ପାଟି କରନା, ତୋରି ଗାଁରେ ସବୁ ଅଛି। ଇଏ ସୂର୍ଯ୍ୟ ନାରାୟଣ ଝିଅ ପାଖରେ ପହଞ୍ଚିକି ସାଧାରଣ ମଣିଷ
ତୁ ଯେମିତି ନଉଛୁ ବୋହୁ ବି ଆଉ ବେଦିକି ସେମିତି ନଇକିରି ଯାଉନି। ଆଜିକାଲି ବୋହୁ ଯେମିତି ସିଧା ସିଧା ଯାଉଛନ୍ତି। ପାଟି ଘଣ୍ଟା ସୂର୍ଯ୍ୟନାରାୟଣ ସମୟ ପଳଉଛି। ଆମକୁ ଆଜି ସତ୍ୟନାରାୟଣ ଠିକଣା ଦେବାକୁ ପଡିବ। ଯଦି ଆଜି ଠିକଣା ଜାଗାରେ ନ ପହଞ୍ଚିଲା ସିଏ ପାଲା ବାଲା ପୁଣି ଚୁଡ଼ା ଭଜା ମିକ୍ସଚର ଖାଇଛନ୍ତି, ଘର ଅଛି, ଲାଟ୍ରିନ୍ ତାଙ୍କ ପାଇଁ ଅଛି, ସେ କହିବେନି କି ତୁ ଭାଇବ ଡାକିଲେ କହିଲେ ସୁନ୍ଦରୀ ମୁଁ ତୁମ ବିନା ବଞ୍ଚି ପାରିବିନି। ଏ କନ୍ଦର ପୁଅ ବାଣାନ୍ନରେ ଜଳୁଛନ୍ତି। ଏମିତି ବାଇଆ ହେଲେ ରାଧାନାଥ ଦେଖନ୍ତୁ ସାର୍, ଯୋଉ ପୁରୁଷ ନାରୀ ମାୟାରେ ପଡିଗଲା କେମିତି ଦେଖ କେଡେ ବଡ ଦେବତା କଣ ହଉଛନ୍ତି ରାଧାନାଥ। ଯେତେବେଳେ ସେ ଝିଅଟି ପଳଉଛି ଝିଅର ଇଚ୍ଛା ନାହିଁ। ମନେ ରଖନ୍ତୁ ବାବୁ ମାନେ, ପ୍ରେମ ସେତିକି ବେଳେ ପୁଣ୍ୟତା ଅର୍ଜନ করে ସର୍ବପ୍ରଥମେ ଗୋଟେ ପୁଅ ସହିତ ଝିଅର ମନ ମିଶିବ, ତାପରେ ବାକ୍ୟ, ତାପରେ କାୟ। ଯୋଉଠି ପୁଅ ସହିତ ଝିଅର ମନ ମିଶି ନାହିଁ ସେଠି ଯଦି ଶରୀର ମିଶିବ ପଣ୍ଡିତ ସେଇଠି ହେଇପାରିବନି, ସେ ହେଇଯିବ ଅମାନୁଷିକ ପୈଶାଚିକ ହେଇଯିବ। ଝିଅର ଇଚ୍ଛା ନାହିଁ। ସୂର୍ଯ୍ୟ ଦେବତା କଳାବଳ କୌଶଳରେ ସୁନ୍ଦରୀ କି ମୁଁ ସଜ୍ଜାର ସଙ୍ଗିନୀ କରିବି। ଏକତରଫା ପ୍ରେମ ବାଇଆ ହେଇଯାଇଛନ୍ତି ସୂର୍ଯ୍ୟ। ଯେତେବେଳେ ଝିଅଟି ସୂର୍ଯ୍ୟଙ୍କୁ ଉପେକ୍ଷା କରି ଯାଉଛି କଳସ ଭାଙ୍ଗିବ, ସେତିକି ବେଳେ ପଣ୍ଡିତ ମଣ୍ଡଳୀ ଗୋଟିଏ ପଦ ରାଧାନାଥ ଲେଖିଲେ, କହିଲେ କାହିଁ ପଳାଉଛୁ ସୁନ୍ଦରୀ, କାହିଁ ପଳାଉଛୁ ସୁନ୍ଦରୀ, ଇଏ ଗୋଟେ ସାଧାରଣ ଝିଅ, ଇଏ ସୂର୍ଯ୍ୟ ନାରାୟଣ ତା ସାଙ୍ଗରେ ପ୍ରେମ କରିବେ ବୋଲି କହୁଛନ୍ତି ମୁଁ ତୋ ଚରଣର କିଙ୍କର। କଣ କରିବା, ସେ ପରିସ୍ଥିତି ସେଇଆ। ନାଇଁ ନାଇଁ ଭଉଣୀ ଭୋକ ନୁହଁ, ସେ ଜଗନ୍ନାଥ ଦାସ ଗୋଟିଏ ପଦ ଲେଖିଛନ୍ତି, ନାରୀ ମୋହିନୀ ବିଷ୍ଣୁ ମାୟା, ନାରୀ ମୋହିନୀ ବିଷ୍ଣୁ ମାୟା, ନାରୀ ମୋହିନୀ ବିଷ୍ଣୁ ମାୟା, ନାରୀ ଘନେ ଯେ ସନେ ହେଲେ ଠିକ ବାଧା ବାড়াই পকেলে কোন আছে, নারী মোহিনী বিষ্ণু মায়া, ঘনে যে সনে বিদু ছায়া, নারী মোহিনী মায়া ক্ষণিক বিজুଳି পরি পুরুষ কল্পবট। যৌ নারী মায়ার উপরে পুরুষ কল্পবটর লটেইলা। আপন দেখিଛନ୍ତି যৌ গছরে লতা লটাଏ সে গছ উধেই পারে, সে গছ উধেই পারে, পল্লবিত হইপারে, নিম্নাভিমুখী ହୁଏ। ସେଠି ଆଜି ଝିଅ ପଛ ପଛେ ଗୋଡଉଛନ୍ତି, କହିଲେ ସୁନ୍ଦରୀ ଲୋ କାହିଁକି ପଳାଉଛୁ, ମୁଁ ମରିଯିବି। ଆଡୁ ପାଟି କରୁଛ, କହିଲେ ପଳେଇ ଯାଉଛୁ, କହିଲା ମୁହଁ ମାଡି କାଳେ କଚାଡି, ମୁହଁ ମାଡି କାଳେ କଚାଡି, ହେ ବାଳା କରିବୁ ଝୁଟି ସାଙ୍କୁର ଚାରୁ ଶରଣ ତଳେ ଜୀବନ ବୁଡି। କେତେ ପ୍ରେମ, କେତେ ଶ୍ରଦ୍ଧା, କେତେ ସହାନୁଭୂତି। ଦୌଡୁ ନା ମା, ତୋ କଅଁଳିଆ ପାଦରେ କୁଶ କଣ୍ଟା ଫୁଟିଗଲେ ରକ୍ତ ବହିବ, ତୋ ଗୋଡରୁ ରକ୍ତ ବହିଲେ ମୋ ଛାତିରୁ ବହିବ। ହଉ ସେ ଝିଅ କିଛି କହେ, ମୂର୍ଖଟା ଶୁଣ, ସେ ଝିଅର ଇଚ୍ଛା ମୁଁ ମରେ